ମୁଁ ଆଜି ସ୍ୱାଗତ କରୁଛି ଆପଣମାନଙ୍କୁ ମୋର ନୂଆ ମିନି ବ୍ଲଗ୍। ଆଜି ଆମେ ଆସିଛୁ ନ୍ୟୁ ଇୟର୍ରେ ପିକନିକ୍ କରିବା ପାଇଁ, ଆଉ ସେଠି ଆମର ଫିଷ୍ଟ ମଧ୍ୟ ହେଉଛି। ଆମର ଫୁଲ୍ ଫ୍ୟାମିଲି ଆସିଛନ୍ତି, ଏ ହେଉଛି ମୋ ଭାଇ, ସମସ୍ତେ ଆସିଛନ୍ତି ଏଠି ହେଲାକି। ଆପଣମାନେ ପିକନିକ୍ ଯଦି ଯାଇଥିବେ ମୋତେ କମେଣ୍ଟରେ ଜଣାଇବେ, ଆଉ ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ମୋ ଭିଡ଼ିଓଟିକୁ ଲାଇକ୍ କରିଦେବେ। ଦେଖନ୍ତୁ ଆମର ସମସ୍ତେ ଫ୍ୟାମିଲି ଆସିଛନ୍ତି, ହେଉଛନ୍ତି ମାଆ, ମୁଁ ଦେଖନ୍ତୁ ପିଆଜ କାଟୁଛି। ଏବେ ମୁଁ ପକୋଡ଼ା ପାଇଁ ସବୁ ସେଥିରେ ସବୁ ଜିନିଷ ଦେଇକି ମ୍ୟାରିନେଟ୍ କରିଦେଉଛି। ମ୍ୟାରିନେଟ୍ କରିସାରିଲା ପରେ ଆମର ଏବେ ପକୋଡ଼ା ଛଣା ଚାଲିଛି। ଦେଖନ୍ତୁ ଭାଇ ଛାଣୁଛନ୍ତି ପକୋଡ଼ା ଛାଣି ସାରିଲା ପରେ ଆମର ରାଜା ଭାଇ ଏବେ ଦେଖନ୍ତୁ ରୋଷେଇ କରୁଛନ୍ତି। ଏବେ ଚିକେନ୍ ରୋଷେଇ ଆମର ଦେଖନ୍ତୁ ରାଜା ଭାଇ କରିବେ। ରାଜା ଭାଇ ଚିକେନ୍ ରୋଷେଇ କରିସାରିଲା ପରେ ଆମର ଫାଇନାଲି ସବୁ କିଛି ରୋଷେଇ ସରିଗଲା। ଦେଖନ୍ତୁ ଏ ପକୋଡ଼ା, ଏ ହେଉଛି ଚିକେନ୍ ଆଳୁ ଝୋଳ, ଇଏ ଦେଖନ୍ତୁ ସାଲେଡ଼ ପାଇଁ କାଟା ଚାଲିଛି, ଏ ଫୁଲକୋବି ଚିଲି, ଆଉ ଇଏ ଆମର ପନିର, କାହିଁକିନା ଗୁରୁବାର ଥିଲା ତ ସେଇଥିପାଇଁ ସାଧା ଦୁଇଟା ହେଇଛି। ଆଉ ସବୁ ଆମର ଯେଉଁମାନେ ଚିକେନ୍ ଫିକେନ୍ ଖାଇବେ ଚିକେନ୍ ହେଇଛି। ଦେଖନ୍ତୁ ଏବେ ସମସ୍ତେ ଖାଉଛନ୍ତି, ଖାଇବାର ମଜା ଅଲଗା। ଦେଖନ୍ତୁ ପିକନିକ୍ କରି ଫିଷ୍ଟ କରିକି ଯେଉଁ ଖାଇବାର ମଜା ସେଇଟା ଆଉ କେଉଁଠି ପାଇବେନି, କାହିଁକିନା ଯେଉଁମାନେ ପିକନିକ୍ ଯାଇ ଫିଷ୍ଟ କରି ଖାଇଛନ୍ତି ସେଇମାନେ ହିଁ ଜାଣିଥିବେ। ତାପରେ ଦେଖନ୍ତୁ ମୁଁ ଖାଉଛି, ମୋତେ ତ ବହୁତ ଭୋକ ଲାଗିଥିଲା କିନ୍ତୁ ମୁଁ ଖାଇପାରିଲିନି, ଏତେ ଯେ ଭୋକ ଖାଇପାରିଲିନି। ଦେଖନ୍ତୁ ମୁଁ ଟିକେ ପାମ୍ପଡ଼ ଖାଉଛି ଆମର ରାଜା ଭାଇ ଖାଉଛନ୍ତି। ପାମ୍ପଡ଼ ଖାଇସାରିଲା ପରେ ମୁଁ ଟିକେ ସାଲେଟ ଖାଇବି। ସାଲେଡ଼ଟା କେମିତି ଟେଷ୍ଟ ହେଇଥିଲା ଟିକେ ଟେଷ୍ଟ କରିଦେବା। ଭାଇ ସାଲେଡ଼ଟା ଟେଷ୍ଟ ମସ୍ତ ହେଇଛି, କାହିଁକିନା ସାଲେଡ଼ଟା ମୁଁ ବନେଇଥିଲି, ବଢ଼ିଆ ଟେଷ୍ଟ ଅଛି। ଗୋଟେ ଚିକେନ୍ ପିସ୍ ଖାଇଦେବା ଦେଖିବା, ବଢ଼ିଆ ଟେଷ୍ଟ ଅଛି। ଏବେ ଟିକେ ଡ୍ୟାନ୍ସ କରିଦେଲେ। ଦେଖନ୍ତୁ ଆମେ ଏବେ ଡ୍ୟାନ୍ସ କରିସାରିକି ଆମେ ଏବେ ପଳେଇବା ଟିକେ ସମୁଦ୍ର ଆଡ଼କୁ ବୁଲାବୁଲି କରିବା ପାଇଁ, କାହିଁକିନା ପିକନିକ୍ରେ ଯଦି ଡ୍ୟାନ୍ସ ନ କରିବ ତାହେଲେ ମଜା କିଛି ନାହିଁ। ପିକନିକ୍ରେ ଡ୍ୟାନ୍ସଟା ନିହାତି ଦରକାର। ଦେଖନ୍ତୁ ଆମର ବକ୍ସ ନେଇକି ଯାଇଥିଲେ ଆମ ଗାଁ ପାଖାପାଖି ପିଲା, ଆମେ ନେଇନଥିଲୁ। ତ ସେମାନଙ୍କ ସହିତ ଯାଇକି ଆମେ ଟିକେ ଡ୍ୟାନ୍ସ କରିଦେଲୁ। ଡ୍ୟାନ୍ସ କରିସାରିଲା ପରେ ଆମେ ଟିକେ ସମୁଦ୍ର ଆଡ଼କୁ ବୁଲିବା ପାଇଁ ପଳେଇ ଆସିଲୁ। ଦେଖନ୍ତୁ ଆମେ ସମୁଦ୍ର ଆଡ଼କୁ ବୁଲିବାକୁ ପଳେଇ ଆସିଲୁ। ସମୁଦ୍ରରେ ବହୁତ ଭିଡ଼ ହେଇଥିଲା, ଲୋକ ବହୁତ ଆସିଛନ୍ତି, ଠିକ୍ ଅଛି। ଏତେ ଲୋକ ଯାହାକି ଆମେ ଦେଖୁନ ଆମେ ସେଠି ଦେଖାଯାଉନି। ଏବେ ଆମେ ଟିକେ ଚୌମୁଖ ପାର୍କ ଆଡ଼କୁ ବୁଲିବା ପାଇଁ ପଳେଇ ଆସିଲୁ। ଦେଖନ୍ତୁ ଏଇଟା ହେଉଛି ଆମର ଚୌମୁଖ ପାର୍କ। ଆମେ ଡଗରା ବିଚ୍ରୁ ଚୌମୁଖ ପାର୍କ ବୁଲିବା ପାଇଁ ପଳେଇ ଆସିଲୁ। ଏଠି ବି ବହୁତ ଭିଡ଼ ହେଇଥିଲା, ଲୋକ ବହୁତ ଥିଲେ। ତାପରେ ଆମେ ଯାଇ ସେଠିକି କିଛି ଟାଇମ୍ ବୁଲାବୁଲି କଲୁ। ଦେଖନ୍ତୁ ମୁଁ ଆପଣମାନଙ୍କୁ ଦେଖେଇବି ଏଠିକା ପାର୍କଟି କେମିତି ହେଇଛି। ଆପଣମାନେ ଯଦି ଯାଇଥିବେ ତାହେଲେ ନିଶ୍ଚୟ ଜାଣିଥିବେ, ମୋତେ କମେଣ୍ଟରେ ଜଣାଇବେ କେମିତିକା ପାର୍କ ଏଇଟା, ଭଲ ଲାଗେ କି ଭଲ ନୁହଁ। ତ ଦେଖନ୍ତୁ ଏ ପାର୍କଟି କେତେ ସୁନ୍ଦର ହେଇଛି। ତ ଦେଖନ୍ତୁ ଆମର ଲୋକ କେତେ ବି ବୁଲାବୁଲି କରୁଛନ୍ତି। ଏଠି ଲେଖା ହେଇଛି ଆଇ ଲଭ୍ ଚୌମୁଖ। ତ ଦେଖନ୍ତୁ ବୁଲାବୁଲି କରିସାରିଲା ପରେ ଆମେ ଏଠୁ ବି ଫେରିଯିବା। ଆଉ ଆପଣମାନେ ଏଇ ଭିଡ଼ିଓଟିକୁ ଦେଖିକି କ'ଣ ଶିଖିଲେ କି ପିକନିକ୍ ବୁଲିବା ପାଇଁ ଯାଆନ୍ତୁ ଆଉ ଏନ୍ଜୟ କରନ୍ତୁ। ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ।